Hello everyone, welcome to Momita Patra YouTube channel. This is a lovely food. ସାଙ୍ଗମାନେ ଆଜି ମୁଁ ଆପଣଙ୍କ ସାଙ୍ଗରେ ସେୟାର କରିବି ସୁପର ଖାସ୍ତା ଆଉ କ୍ରିସ୍ପି ନିମକି। ନିମକି ବିଷୟରେ କ'ଣ କହିବି? ଛୋଟ ପିଲାଠାରୁ ଆରମ୍ଭ କରି ବୟସ୍କ ବ୍ୟକ୍ତି ପର୍ଯ୍ୟନ୍ତ ସମସ୍ତଙ୍କୁ ଜଣାଅଛି। ସକାଳର ଚା ଆଉ ତା ସାଙ୍ଗରେ ନିମକି ମୋତେ ତ ବହୁତ ପସନ୍ଦ, ଆଉ ମୋ ଫ୍ୟାମିଲିର ସମସ୍ତ ମେମ୍ବରକୁ ବି ବହୁତ ପସନ୍ଦ। ଆଇ ହୋପ୍ ଆପଣଙ୍କର ବି ଚା ସାଙ୍ଗରେ ନିମକି ବହୁତ ପସନ୍ଦ ଥିବ। ଭିଡ଼ିଓଟି ଦେଖି ସାରିଲା ପରେ ପ୍ଲିଜ୍ ମୋତେ କମେଣ୍ଟରେ ନିଶ୍ଚିତ ଜଣାଇବେ ନିମକି କାହାର ପସନ୍ଦ। ଯଦି ମୋ ଭିଡ଼ିଓଟି ଭଲ ଲାଗିଥିବ ଆପଣମାନେ ଲାଇକ୍, ସେୟାର, ସବସ୍କ୍ରାଇବ୍ କରିବାକୁ ଭୁଲିବେନି। ଚାଲନ୍ତୁ ଷ୍ଟାର୍ଟ କରିବା ସୁପର କ୍ରିସ୍ପି ଖାସ୍ତା ନିମକି। ପାଇଁ ଫାଷ୍ଟ ଆମକୁ ମଇଦା ଦରକାର। ମୁଁ ଏଠି ଗୋଟେ ବାଉଲରେ 2 କପ୍ ମଇଦା ନେଇଛି। ଓଜନ ହିସାବରେ ଯଦି କହିବି ପାଖାପାଖି 300 ଗ୍ରାମର ମଇଦା ନେଇଛି। ଏଠି ଆମେ ଗୋଟେ ଛୋଟ ଚାମଚ ଲୁଣ ଦେଇଦେବା। ଆପଣମାନେ ସ୍ୱାଦ ଅନୁସାରେ ଲୁଣ ଦେଇପାରିବେ। ଖାସ୍ତା ପାଇଁ 4 ବଡ଼ ଚାମଚ ରିଫାଇନ୍ ୟୁଜ୍ କରିଛି। ଆପଣମାନେ ଚାହିଁଲେ ଘିଅ ଦେଇପାରିବେ। ଏଠି ଗୋଟେ ଛୋଟ ଚାମଚ କଳା ଜିରା ଘଷିକି ଦେଇଦେବା। କଳା ଜିରା ପକାଇଲେ ବହୁତ ବାସ୍ନା ଆସିବ। ତାପରେ ଅଧା ଛୋଟ ଚାମଚ ଚିନି ଗୁଣ୍ଡ ଦେଇଦେବା। ଚିନି ମିଠା ଲାଗିବନି, ନିମକିର ଭଲ କ୍ରିସ୍ପିନେସ୍ ବଢ଼ିଯିବ। ତେଲ ସହିତ ମଇଦାକୁ ହାତରେ ଧୀରେ ଧୀରେ ଘଷିକି ମିକ୍ସ କରିବା, ନହେଲେ 2 ହାତରେ ବି ଘଷିକି ଆପଣମାନେ ମିକ୍ସ କରିପାରିବେ। ଦେଖିବେ ମଇଦାକୁ ମୁଠା କରିବେ। ହାତରେ ଯଦି ବାଇଣ୍ଡ ହେଇଯାଉଥିବ ଜାଣିବେ ଯେ ମଇଦା ପୁରା ଖାସ୍ତା ହେଇଯାଇଛି। ତ ଏବେ ଆମେ କ'ଣ କରିବା ନା ଅଳ୍ପ ଅଳ୍ପ କରି ପାଣି ଦେଇଦେବା। ପାଣି ଦେଇସାରି ଧୀରେ ଧୀରେ କରି ଚକଟିବା। ତାପରେ 5 ରୁ 10 ମିନିଟ୍ ପର୍ଯ୍ୟନ୍ତ ଢାଙ୍କିକି ସେଟ୍ ହେବା ପାଇଁ ଛାଡ଼ିଦେବା। ଆଉ 10 ମିନିଟ୍ ପରେ ଏଠି ଦେଖନ୍ତୁ ମଇଦା ପୁରା ସେଟ୍ ହେଇଯାଇଛି। ତାପରେ ମଇଦାକୁ 3ଟା ପାର୍ଟରେ ଭାଗ କରିଦେବା। ଗୋଟେ ପାର୍ଟ ବନେଇବା ଆଉ 2ଟି ପାର୍ଟ ଘୋଡ଼େଇକି ରଖିଦେବା। ମଇଦାକୁ ଯେଉଁ 3 ପାର୍ଟରେ ଭାଗ କରିଥିଲେ ଏଥିରେ ଗୋଟେ ପାର୍ଟ ନିମକି ବନେଇବା। ଯେମିତି ଆମେ ରୁଟି ବନାଉଛନ୍ତି ସେଭଳି ଆମେ ବେଲିବା। ଯେତେ ପତଲା ବେଲିବେ ନିମକି ଭଲ ବନିବ। ରୁଟି ଭଳି ବେଲି ସାରିବା ପରେ ଆମେ ତା ଉପରେ ଗୋଟେ ଚାମଚ ତେଲ ଦେଇ ହାତରେ ସ୍ପ୍ରେଡ୍ କରିନେବା। ତେଲ ଜାଗାରେ ଆପଣମାନେ ଘିଅ ବି ଦେଇପାରିବେ। ତାପରେ ଶୁଖିଲା ମଇଦା ଗୋଟେ ଚାମଚ ଦେଇ ହାତରେ ସ୍ପ୍ରେଡ୍ କରିନେବା। ବେଳେବେଳେ କ'ଣ ହୁଏ ନା ନିମକି ଟାଣ ଲାଗିଥାଏ ବା ନରମ ଲାଗିଥାଏ ବା ଲେୟାର ଆସେ ନା। ଯଦି ଏଇଭଳି ପ୍ରୋସେସ୍ରେ ବନେଇବେ ନିମକି ପୁରା ପରଫେକ୍ଟ ବନିବ, ଆଉ ଲେୟାରିଂ ହେବ, ଆଉ ଖାସ୍ତା ବି ଲାଗିବ। ତାପରେ କ'ଣ କରିବା ନା ଗୋଟେ ସାଇଡ଼ରୁ ନେଇକି ପୁରା ରୋଲ୍ କରିନେବା। ରୋଲ୍ କରିସାରିବା ପରେ ମିଡ଼ିୟମ୍ କରିକି କାଟି ନେବା। ଆପଣମାନେ ଯଦି ଚାହିଁବେ ବଡ଼ କରିକି ବି କାଟିପାରିବେ। ମୋର ମିଡ଼ିୟମ୍ ସାଇଜ୍ର ନିମକି ଦରକାର, ତେଣୁ ମୁଁ ମିଡ଼ିୟମ୍ ସାଇଜ୍ର କାଟିଛି। ଆପଣମାନଙ୍କର ଯଦି ବଡ଼ ସାଇଜ୍ର ନିମକି ଦରକାର ଥିବ ଆପଣମାନେ ବି ବଡ଼ ସାଇଜ୍ କରିକି କାଟିପାରିବେ। ପ୍ରଥମେ ଗୋଟେ ପର୍ସନ ନେଇକି ପତଲା କରିକି ରୁଟି ଭଳି ବେଲିବା। ତା ଉପରେ ଉପରେ ଫୋଲ୍ଡ କରିନେବା। ଗୋଟେ ଫୋଲ୍ଡ ମୁଁ କଲି, କର୍ଣ୍ଣରେ ଟିକେ ଭଲ କି ପ୍ରେସ୍ କରିନେବା। ଏଇଭଳି ଟାଇପ୍ରେ ସବୁ ବନେଇ ନେବା ଆଉ ଫ୍ରାଏ କରିବା। ଏବେ ଆମେ ଲାଷ୍ଟ ପ୍ରୋସେସ୍କୁ ଯିବା। ନିମକି ଛାଣିବା। ପ୍ରଥମେ ତେଲ ଗରମ କରିବା। ତେଲ ଗରମ ହେଇଛି କି ନାହିଁ ଜାଣିବା ପାଇଁ ତେଲରେ ଟିକେ ମଇଦା ପକାଇ ଟେଷ୍ଟ କରିବା। ଯଦି ମଇଦା ତୁରନ୍ତ ଉପରକୁ ଉଠି ଆସିଲା ଜାଣିବା ପୁରା ତେଲ ଗରମ ଅଛି। ଯଦି ମଇଦା ଧୀରେ ଧୀରେ ଆସିଲା ଜାଣିବା ତେଲ ପରଫେକ୍ଟ ଅଛି ନିମକି ଛାଣିବା ପାଇଁ। ମୋର ତ ଏଠି ତେଲ ପରଫେକ୍ଟ ଅଛି। ଏବେ ଆମେ ଗରମ ତେଲରେ ନିମକିକୁ ଗୋଟେ ଗୋଟେ କରି ପକାଇଦେବା। ଆଉ ଲୋ ଟୁ ମିଡ଼ିୟମ୍ ଫ୍ଲେମ୍ରେ ନିମକିକୁ ଛାଣିବା। ଦେଖିବା ନିମକିର ଲେୟାର ଧୀରେ ଧୀରେ ଖୋଲିଯିବ। ନିମକିର ଲାଇଟ୍ ଗୋଲ୍ଡେନ୍ ବ୍ରାଉନ୍ କଲର୍ ପଳାଇ ଆସିବ। ନିମକିକୁ ବାହାର କରିଦେବା। ଦେଖନ୍ତୁ ମୁଁ ସବୁ ନିମକିକୁ ବାହାର କରିଦେଇଛି। ଥଣ୍ଡା ହେଲା ପରେ ଗୋଟେ ଏୟାର କଣ୍ଟେନରରେ ଭରିକି ରଖିପାରିବା। ଥ୍ୟାଙ୍କ ୟୁ ଫର୍ ୱାଚିଂ।